ଆସ ଏହି ଐତିହାସିକ ତଥ୍ୟଗୁଡ଼ିକ ବିଷୟରେ ଆଲୋଚନା କରିବା। 1. ଅସହଯୋଗ ଆନ୍ଦୋଳନ କେବେ ହୋଇଥିଲା? ସେପ୍ଟେମ୍ବର 1920ରେ। 2. ଭାରତୀୟ ଜାତୀୟ କଂଗ୍ରେସର ସେପ୍ଟେମ୍ବର କଲିକତା ଅଧିବେଶନରେ ଅସହଯୋଗ ଆନ୍ଦୋଳନ ପାଇଁ କି ପ୍ରକାର ରୂପରେଖ ପ୍ରସ୍ତୁତ ହୋଇଥିଲା? 1. ସ୍ୱରାଜ ଏକମାତ୍ର ଦାବି ଥିଲା। ବ୍ରିଟିଶ ସରକାରଙ୍କ ଠାରୁ ପ୍ରାପ୍ତ ସମସ୍ତ ପଦବୀ ଏବଂ ସମ୍ମାନର ପ୍ରତ୍ୟାଖ୍ୟାନ, ସରକାରୀ ଅଫିସ ଓ ଦରବାର ବର୍ଜନ, ଲୋକଙ୍କୁ ସରକାରୀ ଚାକିରି ତଥା ମିଲିଟାରୀ ସେବାରେ ଆବେଦନ ବର୍ଜନ କରିବା, ବିଦେଶୀ ଦ୍ରବ୍ୟ ବର୍ଜନ। କଲିକତା ଏବଂ ପଞ୍ଜାବଠାରେ ଅସହଯୋଗ ଆନ୍ଦୋଳନର ନେତୃତ୍ୱ କିଏ ନେଇଥିଲେ? ଲାଲା ଲଜପତ ରାୟ। ବିଶିଷ୍ଟ ଓକିଲମାନେ ଅସହଯୋଗ ଆନ୍ଦୋଳନକୁ କିପରି ଭାବେ ସମର୍ଥନ କରିଥିଲେ? ମୋତିଲାଲ ନେହେରୁ, ଚିତ୍ତରଞ୍ଜନ ଦାସ, ଶ୍ରୀ ରାଜଗୋପାଳାଚାରୀ, ସୈଫୁଦ୍ଦିନ କିଚଲୁ, ବଲ୍ଲଭ ଭାଇ ପଟେଲ, ଅରୁଣା ଆସଫ ଅଲି ପ୍ରଭୃତି ଖ୍ୟାତନାମା ଓକିଲମାନେ କୋର୍ଟ ବର୍ଜନ କରିଥିଲେ। ଅସହଯୋଗ ଆନ୍ଦୋଳନ ଚାଲୁଥିବା ବେଳେ ୱେଲ୍ସର ଯୁବରାଜ ଭାରତ ଭ୍ରମଣରେ ଆସିଥିବା ବେଳେ ତାଙ୍କୁ କିପରି ଅଭ୍ୟର୍ଥନା କରାଯାଇଥିଲା? ୱେଲ୍ସର ଯୁବରାଜ 17 ନଭେମ୍ବର 1921ରେ ବମ୍ବେରେ ଓହ୍ଲାଇବା ବେଳେ ତାଙ୍କ ପାଇଁ ରାସ୍ତାଘାଟ ଗଳି ସବୁ ଶୂନ୍ୟ କରାଯାଇଥିଲା। ସେ ଯେଉଁ ରାସ୍ତାରେ ଯାଉଥିଲେ ତାଙ୍କ ପାଇଁ ଦୋକାନ ବଜାରର ସଟର କବାଟ ସବୁ ବନ୍ଦ କରାଯାଇଥିଲା। କେଉଁ ଘଟଣା ପରେ ଅସହଯୋଗ ଆନ୍ଦୋଳନ ବନ୍ଦ କରାଯାଇଥିଲା? 5 ଫେବୃଆରୀ 1922ରେ ଉତ୍ତରପ୍ରଦେଶ ଗୋରଖପୁର ଜିଲ୍ଲାର ଚୌରୀ ଚୌରାଠାରେ ବ୍ରିଟିଶ ପୋଲିସଙ୍କୁ ହତ୍ୟା ଘଟଣା ପରେ। ଶେଷ ପ୍ରଶ୍ନ, ଅସହଯୋଗ ଆନ୍ଦୋଳନ କେବେ ବିଧିବଦ୍ଧ ଭାବେ ବନ୍ଦ କରାଯାଇଥିଲା? 12 ଫେବୃଆରୀ 1922ରେ। ଧନ୍ୟବାଦ।